ଝାନିଗର ରୋଷେଇରେ ଆପଣମାନଙ୍କୁ ସମସ୍ତଙ୍କୁ ମୋ ନମସ୍କାର। ଆଜି ବନେଇବି ମୁଁ ଆଲକାଲାଇନ୍ ୱାଟର। ଦେଖନ୍ତୁ ଗୋଟେ କାଚ ପାତ୍ର ନେଇକି ହାଫ୍ ଲିଟର ପାଖାପାଖି ପାଣି ଢାଳି ନେଇଛି। ପିଇବା ପାଣି ଢାଳିବେ ସେଥିରେ। ହାଫ୍ ଲିଟର ମୁଁ ଢାଳିଲି, କିନ୍ତୁ ଆପଣମାନେ ଯଦି ବେଶୀ ଲୋକ ପିଇବେ ତେବେ ବେଶୀ ଢାଳିବେ। ତେଣୁ ମୋର 2 ଗ୍ଲାସ୍ ବନେଇବି, ସେଇଥିପାଇଁ ମୁଁ ହାଫ୍ ଲିଟର ଢାଳିଛି। ସେଇଥିରେ ପକାଇବା ପୁଦିନା ପତ୍ର, ଅଦା, ଧନିଆ ପତ୍ର ଆଉ କାକୁଡ଼ି 5-6 ପିସ୍ କାଟି ନେଇଛି। ଦେଖନ୍ତୁ କାକୁଡ଼ି ପକାଇଦେଲେ, ତାପରେ ଶେଷରେ 2 ଖଣ୍ଡ ଲେମ୍ବୁ 2 ପିସ୍। ବାସ୍ ପାଣିକୁ ଆକୁ ଭଲ ଅଛି ବୁଡ଼େଇ ନେବେ। ପାଣିଟା କେମିତି ପରିଷ୍କାର ଦେଖାଯାଉଛି ଦେଖି ରଖନ୍ତୁ ହେଲା। ପାଣିରେ ସବୁ ବୁଡ଼େଇ ନେଲେ, ତାକୁ ଢାଙ୍କୁଡ଼ି ନେଇକି ଓଭରନାଇଟ୍ ରଖିନେଲେ। ଓଭରନାଇଟ୍ ରଖିଲା ପରେ ତା ପରଦିନ ସକାଳେ ମୁଁ ଖୋଲୁଛି, ଦେଖନ୍ତୁ ପାଣିର କଲର୍ ପୁରା ଚେଞ୍ଜ ହେଇଯାଇଛି। ଆଲକାଲାଇନ୍ ୱାଟର ତିଆରି ହେଇଯାଇଛି। ଏ ଆଲକାଲାଇନ୍ ୱାଟର ଦେହ ପକ୍ଷେ ବହୁତ ଭଲ। ଦେଖନ୍ତୁ ତାକୁ ଛାଙ୍କି ନେଲି। ଛାଙ୍କି ନେଲା ପରେ ପାଣି ତ ଏବେ ରେଡ଼ି ହେଇଯାଇଛି ପିଇବା ପାଇଁ। ଏଇ ଯେଉଁ ଜିନିଷ ଗୁଡ଼ା ପକାଇଥିଲେ ଆମେ, ଆକୁ ଆଉ ନେକ୍ସଟ ବ୍ୟବହାର କରିବେ ନାହିଁ। ଆକୁ ଫିଙ୍ଗିଦେବେ ସବୁ। ପାଣି ତିଆରି ହେଇଗଲା। ସମସ୍ତଙ୍କ କିଚେନରେ ତ ଏଇସବୁ ଜିନିଷ ଆଭେଲେବଲ୍ ଥିବ। ତେଣୁ ମୁଁ ତ କହିବି ସମସ୍ତେ ଆଲକାଲାଇନ୍ ୱାଟର ତିଆରି କରନ୍ତୁ, ଆଉ ଡେଲି ପିଅନ୍ତୁ ବି, ଆଉ ସୁସ୍ଥ ରୁହନ୍ତୁ। ଏସିଡ୍ ପାଇଁ ବହୁତ ବଢ଼ିଆ କାମ କରେ ଆଲକାଲାଇନ୍ ୱାଟର। ତେଣୁ ମୁଁ ତ ଡେଲି ପିଉଛି ଏ ଆଲକାଲାଇନ୍ ୱାଟର। ଆପଣମାନେ ବି ଚେଷ୍ଟା କରି ପିଅନ୍ତୁ। ଥରେ 7-8 ଦିନ ପିଇଲା ପରେ ଆରାମସେ ଜାଣି ପକାଇବେ ଯେ ଇଏ କେମିତିକା କାମ କରୁଛି। ଆଲକାଲାଇନ୍ ୱାଟର ପିଅନ୍ତୁ, ସୁସ୍ଥ ରୁହନ୍ତୁ। ମୋ ଚ୍ୟାନେଲରେ ଯଦି ନୂଆ ଥିବେ ତେବେ ଭିଡ଼ିଓକୁ ଗୋଟେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବାକୁ ଭୁଲିବେନି। ରହିଲି।